ଚାଲ ଆମେ କରିବା ଦହି ବାଇଗଣ ରେସିପି। ଆଗେ ବାଇଗଣକୁ 4 ପିସ୍ ନାକେ କାଟିଦେବ। କାଟିକିରି ପୁରା ପତଳାରେ କାଟିଦେବ। ତାପରେ ୟାକୁ ନେଇକିରି ପାଣିରେ ପକାଇବ। ପକାଇଲା ପରେ ତାକୁ ତେଲ ଗରମ କରିବ। ତେଲରେ ପକାଇ ଟିକେ ବ୍ରାଉନ୍ କଲର୍ ହେଲା ପରେ ତାକୁ କାଢ଼ିଦେବ। କାଢ଼ିଲା ପରେ ତାକୁ ଟିକେ ହାଲକା ଲୋ ମିଡ଼ିୟମ୍ରେ ରଖିବ। ରଖିକି ଦେଖିଲେ ଏବେ ଟିକେ ବ୍ରାଉନ୍ କଲର୍ ହୋଇଗଲା। ଦେଖ ତାପରେ ଆଉ ଟିକେ ଜଷ୍ଟ ହେଲା ପରେ ତାକୁ କାଢ଼ିଦେବ। କାଢ଼ିକି ରଖିବ। ତାପରେ ଜିରା ସୋରିଷ ପୋଇ ଘାଣ୍ଟିକି ଦେଖ ଆମର ରେସିପି ପୁରା ରେଡ଼ି। ଆପଣମାନେ ଏମିତି ସହଜରେ ଉପାୟ ବନାଇ ପାରିବେ। ତାପରେ ଦେଖିବ।